କହିଛ ଆଜ୍ଞା କହିଛନ୍ତି ଅର୍ଜୁନ ପୂର୍ବ ଜନ୍ମ ବୋଧେ କାର ମନେ ନଥିବ ହେଲା ସେ ଆଜ୍ଞାଙ୍କର ମନେ ନଥିବ ବୋଧେ ନାଇଁ ମୁଁ କହିଦଉଛି ପ୍ରାଞ୍ଜଳରେ କହିଦଉଛି ହେଲା ଅର୍ଜୁନର ପୂର୍ବ ନାଁ ମୁଁ ଜାଣିଛି କଣ କହିଲୁ ତୁ ଜାଣିଛୁ ଅର୍ଜୁନଙ୍କର ପୂର୍ବ ନାମ ତୁ ଜାଣିଛୁ କଣ କହିଲୁ ଉଲ୍ଲାରେ ଏ ଉଲ୍ଲା ଅର୍ଜୁନଙ୍କର ପୂର୍ବ ଜନ୍ମ ବିଷୟରେ ଆମେ ଟିକେ ଆଲୋଚନା କରିବା ଆଚ୍ଛା ଆଚ୍ଛା नारायण नमस्कृतं नरो चैव नरोत्तमं देवी सरस्वती वासं तदोदय मुदीरयते मुकुंदर दिवाचारं मंगलं नयतगिरि जत्कृपा तमहं वन्दे परमानन्दमाधव परमानन्दमाधव सुनंदु आगे मोर पंडित सुनंदु आगे मो पंडित अर्जुनंकर पूर्व जन्म अर्जुन कर पूर्व जन्म अर्जुन जनकर नुह अर्जुन कर पूर्व जन्म सत्य जुगरु करिवन सत्य जुगरु करिवन सत्य जुगरु द्वापर पर्यंत चारि जन्म दुई भाई होइथिले सत कोन कोन अरे चारि गोटी जन्म रे दुई भाई हेले सत उपस्थित मोर वंदित वर्ग अर्जुनଙ୍କର पूर्व जन्म सत्य जुगर आरंभ करिवा अच्छा सत्य जुगरु आमर द्वापर जुग पर्यंत उला सत्य जुगरे कौन थे तृतीय कौन हेले द्वापर कौन हेले सत्य कह सत्य द्वापर जुग पर्यंत आम कह ओंकार बिंदु संयुक्त नित्य ध्यायन्ति योगिनः ओंकार बिंदु संयुक्त नित्य ध्यायन्ति योगिनः कामदं खरं चैव ओंकाराय नमो नमः सुंदर कथा आपण मानक कहि सत्यरु द्वापर जुग पर्यंत आंकर सृष्टि केमिति हैला प्रथम रे जीवा सृष्टि भी केमिति हैला मानकर माने ए दुई भाई केमिति प्रथम रे संभूत हले अच्छा सत्य जुग रे पुराण कोन कहिला रे कोन अरे सुधर्मा सभा चालीला रे सुधर्मा सभा चालीला रे तेतीसी गोटी देवता बसिथिले तेतीसी गोटी देवता बसिथिले से समयर कथा शुण हे शुण कंदर्प कले पुणी विराजमान तोर कंदर्प बाबू आसुछंदी कंदर्प को कही जे देखी नाहंती अरे उर्वशीरा रोडे नृत्य करूअछि रे नृत्य करूअछि कंदर्प को कही जे देखी नाहंती कंदर्प पूजे के देखी नाहंती
ଆଜ୍ଞା ଉର୍ବଶୀ ନୃତ୍ୟ କରୁଛନ୍ତି, 33 ଗୋଟି ଦେବତା ଚତୁର୍ଦିଗରେ ବସିଛନ୍ତି। ହେଲେ ଦେଖନ୍ତୁ ଯଦି ଗୋଟେ ନାଟ ଲାଗିଛି ଆଜ୍ଞା, ସମସ୍ତଙ୍କର ମୁଣ୍ଡ ନାଟରେ ଥିବ, ଆଖି ଦିନେ ନାଟ ପାଖରେ ଥିବ ନା। ସିଆଡେ କେଡେ ବଡ ମନ୍ତ୍ରୀଟା ଆଇଲେ ମଧ୍ୟ ଆମେ ଦେଖିପାରିବେ? ଦେଖିପାରିବାନି। ହେଲେ କନ୍ଦର୍ପ ସେ ସମୟରେ ଆସି ପହଞ୍ଚିଲେ ସଭାରେ, ସୁଧର୍ମା ସଭାରେ। ହେଲେ ଦେଖିଲେ କନ୍ଦର୍ପ, ମତେ କିଏ ହେଲେ ଦେଖୁନାହାନ୍ତି କି କିଏ ପଚାରୁନାହାନ୍ତି, ଉର୍ବଶୀ ନୃତ୍ୟକୁ ସମସ୍ତେ ଉପଭୋଗ କରୁଛନ୍ତି। କନ୍ଦର୍ପ ରାଗରେ ଜର୍ଜରିତ ହୋଇଗଲେ, ବୋଇଲେ ଆଙ୍କର ଏଡେ ଗର୍ବ ହେଇଗଲା ଦେବତା ମାନଙ୍କର, ମୁଁ ଚାହିଁଲେ ଆଙ୍କୁ ସାଙ୍ଗେ ସାଙ୍ଗେ ଦଣ୍ଡା କରିଦେବି। ଆଜ୍ଞା କନ୍ଦର୍ପର ବାଣ ଅଛି, ସେ ମାରିଲେ କେଡେ ବଡ ପୁରୁଷଟା ହେଲେ ମଧ୍ୟ ଦହିଭୂତ ହେଇଯିବ। ତେଣୁ କନ୍ଦର୍ପ କଣ କଲେ, ମନରେ ବିଚାର କଲେ, ବୋଇଲେ ଏମାନଙ୍କର ଏଡେ ଗର୍ବ ହେଇଗଲା, ମତେ ପଚାରୁନାହାନ୍ତି ନାହିଁ, ଆଙ୍କୁ ସାଇଜ କରିବି। କଣ କରିବି ନା 5 ଗୋଟି ବାଣ ମୋର ଧରିଲେ, ଅର୍ଥାତ କନ୍ଦର୍ପ ତାଙ୍କର 5 ବାଣ ଧରିଲେ। 5 ବାଣ କଣ କଣ ଅଭିଧାନ କହିଲା, ଅରବିନ୍ଦ ଶୋକଞ୍ଚ ଚ୍ୟୁତ ନବମଲ୍ଲିକା ନୀଳତୁଳତ ପଞ୍ଚକେ ପଞ୍ଚବାଣ ଶଶାୟକା। ଉପସ୍ଥିତ ମୋର ବିଜ୍ଞ ବନ୍ଧୁ, ଆଚ୍ଛା କନ୍ଦର୍ପ ଧରିଲେ 5ଟା ବାଣ, ଅରବିନ୍ଦ ଅଶୋକଞ୍ଚ ଚ୍ୟୁତଚ ନବମଲ୍ଲିକା ନୀଳ ତୁଳତ ପଞ୍ଚକେ ପଞ୍ଚବାଣ ଶଶାୟକା। ଆଚ୍ଛା ଏ 5ଟା ବାଣ ଧରିକିରି କଣ କଲେ, କଣ ଲଗାଇଦେଲେ ଧନୁରେ। ବୋଇଲେ ଏମାନଙ୍କ ଠାରୁ ସବୁଠୁ ବଡ ଯିଏ ତାକୁ ମାରିବ। ଏମାନଙ୍କ ଠାରୁ ସବୁଠୁ ବଡ ଯିଏ, କାହିଁକି ଗୋଟେ ସଭାରେ ବଡ ଲୋକଟେ ବସିଥିବ, ଯଦି ମତେ ଦେଖିକିରି ଆସନ ଟିକେ ଦେଲାନି, ବଡ ଲୋକ ଉପରେ ଅଧିକ ରାଗ ହବ। ତେଣୁ କନ୍ଦର୍ପ କଣ କଲେ, ତାଙ୍କର 5 ବାଣ ଉତାରିକି ଧରିଲେ। ସବୁଠୁ ବଡ ହଉଛନ୍ତି ବେଦପତି ବ୍ରହ୍ମା। ବ୍ରହ୍ମା ବ୍ରହ୍ମାଙ୍କୁ କଣ କଲେ କନ୍ଦର୍ପରେ, କଣ ଏଠି 5 ଗୋଟି ବାଣ ପୁଣି କନ୍ଦର୍ପ ମାରିଲେ। ବ୍ରହ୍ମା ସେତେବେଳେ କାମେ ମୋହିତ ହୋଇଲେ। ଉପସ୍ଥିତ ମୋର ବିଜ୍ଞ ବନ୍ଧୁ, କନ୍ଦର୍ପର 5 ବାଣ ଯେତେବେଳେ ବାଜିଗଲା ବ୍ରହ୍ମାଙ୍କୁ ନା, ଆଚ୍ଛା ବ୍ରହ୍ମା ଭଳିଆ ଦେବତା ମଧ୍ୟ ଆଜ୍ଞା ବାୟା ପଡିଗଲେ। ଟଳିଗଲେ ବାୟା ହେଇକିରି କଣ କଲେ, ଦେଖ ଉର୍ବଶୀକି ଆସି ପୁଣି ବ୍ରହ୍ମା କୋଳ କଲେ। ହଁ ଉର୍ବଶୀକି ବ୍ରହ୍ମା କୋଳ କଲେ। କୋଳ କରିବା ପରେ କଣ ହେଲା, କଣ ସବୁ ଯାକ ଦେବତା ମଥା ପୋତି ଦେଲେ। ସବୁ ଯାକ ଦେବତା ମଥା ପୋତି ଦେଲେ। ବୋଇଲେ ବ୍ରହ୍ମା ଭଳିଆ ଦେବତା ଯଦି ଏମିତି ମୂର୍ଖ କାମ କରିବ, କିଏ ଭଲ ପାଇବ କହିଲେ? ସମସ୍ତେ ମଥାଟିକୁ ପୋତି ଦେଲେ। ଏତେବେଳେ ସମୟରେ ଯେତେବେଳେ ବ୍ରହ୍ମାଙ୍କର ଜ୍ଞାନ ଆସିଲା, କାମର ବାୟା ଛାଡିଗଲା ବ୍ରହ୍ମାଙ୍କର, ଯେତେବେଳେ ତାପରେ ବିଚାର କଲେ ଏସବୁ କର୍ମ କିଏ କରିଛି। କିଏ ଗୋଟେ ବ୍ରହ୍ମା କଣ କଲେ ସେତେବେଳେ, ଆରେ ବ୍ରହ୍ମା ସେତେବେଳେ ପୁଣି ରକ୍ଷକୁ ଜାତ କଲେ। ଆଚ୍ଛା ଆରେ ବ୍ରହ୍ମା ସେତେବେଳେ ପୁଣି ରକ୍ଷକୁ ଜାତ କଲେ। ହଁ ଏ ସବୁ ଦେବତାକୁ 2 ଭକ୍ଷରେ ରହିଲେ। ଉପସ୍ଥିତ ମୋର ବିଜ୍ଞ ବନ୍ଧୁ, ବ୍ରହ୍ମା ରକ୍ଷ ବୋଲି ଗୋଟେ ଅସୁରକୁ ଜାତ କଲେ। ସେ ରକ୍ଷ କଲା କଣ, କଣ ସବୁ ଯାକ ଦେବତାକୁ ଗୋଡେଇଲା ଭକ୍ଷଣ କରିବା ପାଇଁ। ଆଚ୍ଛା ଆଚ୍ଛା ଉପସ୍ଥିତ ମୋର ବିଜ୍ଞ ବନ୍ଧୁ, ଏତେବେଳେ ସମୟରେ ସର୍ବ ଦେବତା ପୁଣି ମାଛି ରୂପରେ ପଳାଇ ନଗଲେ। ସବୁ ଯାକ ଦେବତା ମାଛି ରୂପରେ ଯିବାରେ ଫସିକିରି ପଳେଇଲେ। ହାବୁଡେ କିଏ ପଡିଗଲା, କିଏ ସେ ଆରେ ଭୋଳା ବାବାରେ ପୁଣି ଭୋଳା ସଙ୍ଗର। ଭୋଳା ବାବାରେ ପୁଣି ଭୋଳା ସଙ୍ଗର। ରକ୍ଷ ହାବୁଡରେ ପଡିଗଲେ ଶତ୍ରୁ। ହଉ ହଉ ଯେତେବେଳେ ଶିବଙ୍କର ନେତ୍ରରେ ଦିଶିଲେ, ରକ୍ଷ ନିଶ୍ଚୟରେ ମତେ ଭକ୍ଷିବ ଭାବି। ରକ୍ଷ ନିଶ୍ଚୟରେ ମତେ ଭକ୍ଷିବ ଭାବିଲେ। ଭଗବାନ ଶିବ ବିଚାର କଲେ ଇଏ ମତେ ଖାଇଦବ।
ଆଚ୍ଛା କଣ କଲେ ସେତେବେଳେ ଶିବ? କଣ ଆରେ ସେତେବେଳେ ଭାଇ ନାଇଁ ଶିବ ଚାଲିଗଲେ, ରକ୍ଷା କର ଉଚ୍ଚରେ ଡାକିଲେ। ଆଜ୍ଞା ମହାଦେବ ଭୟଭୀତ ହୋଇ ଚାଲିଗଲେ, କାଳେ ମତେ ଭକ୍ଷଣ କରିଦେବ ବୋଲି। ଏଠି ସ୍ୱର୍ଗମତ ପାତାଳ ତ୍ରିପୁର ବୁଲିଲେ, ସ୍ୱର୍ଗମତ ପାତାଳ ତ୍ରିପୁର ବୁଲିଲେ। ଭଗବାନ ବିଷ୍ଣୁଙ୍କ ପାଶରେ ଆଶ୍ରୟ ନେଲେ, ରଖ ନାରାୟଣ ମତେ ରଖ ବୋଇଲେ। ଏ ସମୟରେ ନାରାୟଣ ଶିବଙ୍କୁ କୋଳ କଲେ, ଶରଣ ମୁଁ ତୁମ୍ଭର ଖିଲି ଓଇ, ଶରଣ ମୁଁ ତୁମ୍ଭ ରଖିଲି ବୋଇଲେ। ଉପସ୍ଥିତ ବଡ଼ ବିଜ୍ଞ ବନ୍ଧୁ, ମହାଦେବ କଣ କରିଛନ୍ତି? ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହୋଇଯାଇଛନ୍ତି। ଭଗବାନ ବିଷ୍ଣୁ କଣ କଲେ ନା ତାକୁ ଶରଣାପନ୍ନ କରି କୋଳେ ଧରିଲେ। ଏବଂ ତ ସମୟରେ ହେଲା କଣ? କୋଳରେ ଅଛନ୍ତି ଭଗବାନ ଶିବ, ଭଗବାନ ବିଷ୍ଣୁଙ୍କ କୋଳରେ। ଏବଂ ତ ସମୟରେ ହେଲା କଣ? ଆରେ ସମୟରେ ବାବୁ ରକ୍ଷ ପହଞ୍ଚିଲେ, ଏ ସମୟରେ ରକ୍ଷ ପହଞ୍ଚିଲେ। ଶିବଙ୍କ ହାତ ଆରେ ଭଗବାନ ବିଷ୍ଣୁଙ୍କର ହସ୍ତକୁ ଧରିଲେ, କୋଳାଗତ କରିଅଛନ୍ତି ନାରାୟଣ, କୋଳାଗତ କରିଅଛନ୍ତି ନାରାୟଣ। ବଳତ୍କାରକୁ ହସ୍ତରେ ଝିକିଲେ ବହନ, আরে বলকারে হস্তরে ঝিকিলে উপস্থিত আমার বিজ্ঞ বন্ধু বলৎকারে হস্ত দিলে যেতବେଳେ ভগবান বিষ্ণুଙ୍କର ବାହାର କରିବାକୁ ଚେଷ୍ଟା କରିଛନ୍ତି ରକ୍ଷର ନଖ ଗୁଡାକ ବାଜିଲା ବିଷ୍ଣୁଙ୍କର ହସ୍ତରେ ନଖରୁ ନଖକୁ ଆଜ୍ଞା ହସ୍ତରେ ନଖ ବାଜି ପୁଣି ରକ୍ତ ସ୍ରାବ ହେଲା ସେ ରକ୍ତକୁ ମହାଦେବ ହସ୍ତରେ ଧରିଲେ କହଲା ବିଷ୍ଣୁଙ୍କର ରକ୍ତ ଶିବ ହସ୍ତରେ ଧରିଲେ ଆଚ୍ଛା ଆଚ୍ଛା ହସ୍ତରେ ଧରି କଣ କଲେ ଆରେ ଶରୀର ମଧ୍ୟରୁ ପୁଣି ପାଉଁଶ କାଢିଲେ ଭଗବାନ ଶିବ ଶରୀରରୁ ପାଉଁଶ ବାହାର କଲେ ଆଚ୍ଛା ଏ ରକ୍ତ ମଧ୍ୟରେ ମିଶ୍ରିତ କରିଦେଲେ ମିଶ୍ରିତ କରି ଗୋଟେ ପିଣ୍ଡୁଳା କଲେ ସେ ପିଣ୍ଡୁଳାକୁ କଣ କଲେ ମହାଦେବ କଣ ସେ ପିଣ୍ଡୁଳାକୁ ମହାଦେବ ଜୀବ ନ୍ୟାସ ଦେଲେ ଭକ୍ଷ ବୋଲି ତାହାର ନାମ ତହୁ ପାଇଲା କହଲେ ତାର ନାମ ହେଲା ଭକ୍ଷ ରକ୍ଷ ଗୋଡେଇଛି ଶିବଙ୍କୁ ଭକ୍ଷଣ କରିବା ପାଇଁ ଶିବଙ୍କର ରକ୍ତ ଏ ବିଷ୍ଣୁଙ୍କର ରକ୍ତ ଶିବଙ୍କର ବିଭୂତିରୁ ଜନ୍ମ ହେଲା ଭକ୍ଷ ଭକ୍ଷ କହିଲା ମହାଦେବ ମୁଁ କଣ କରିବି କୁହ ନା ରକ୍ଷକୁ ଭକ୍ଷ ତୁ ଯାଇ ବୋଇଲେ ମହାଦେବ ଏ ରକ୍ଷକୁ ତୁ ଭକ୍ଷଣ କର ତୁ କରେ ଭକ୍ଷ ଭକ୍ଷକୁ କହିଲେ ରକ୍ଷ ତୁ ଭକ୍ଷ ଯେତେବେଳେ ରକ୍ଷକୁ ଭକ୍ଷଣ କରିବା ପାଇଁ ମହାଦେବ କହିଛନ୍ତି ଆଜ୍ଞା ଆଚ୍ଛା ଏ ମଧ୍ୟ ସମୟରେ କଣ ହେଲା ରେ ଆରେ ରକ୍ଷ ଭକ୍ଷରେ ପୁଣି ସଂଗ୍ରାମ ହୋଇଲାରେ ସଂଗ୍ରାମ ହୋଇଲା ବେରୁବେଳ ସେ ସଂଗ୍ରାମ ହେଲା ଯୁଦ୍ଧରେ କେହି କାହାକୁ ନ ପାରିଲେ ଦେଖ ଯୁଦ୍ଧରେ କେହି କାହାକୁ କେବେ ନ ପାରିଲେ ପୃଥିବୀ କମ୍ପମାନ ହେଲା ବୋଲେ ପୃଥିବୀ କମ୍ପମାନ ହେଲା ବୋଲେ ସେତେବେଳେ ସବୁ ଦେବତା ଏକତ୍ର ହେଲେ ବ୍ରହ୍ମା ବିଷ୍ଣୁ ଶିବ ଆସି ପହଞ୍ଚିଲା ବୋଲେ
ରକ୍ଷ ଭକ୍ଷ ନିକଟେ ସେ ପହଞ୍ଚିଲେ ତୁମ୍ଭ ଯୁଦ୍ଧକୁ ଯେ ଶାନ୍ତ କରତି ବୋଇଲେ ତୁମ୍ଭ ଯୁଦ୍ଧକୁ ଯେ ଶାନ୍ତ କରତି ବୋଇଲେ ତମ ଯୁଦ୍ଧ ଶାନ୍ତ କର ତମ ଯୁଦ୍ଧରେ ପାରିବନି କିଏ କାହାକୁ କାହିଁକି ଲାଗୁଛୁ ସେ ବ୍ରହ୍ମାଙ୍କର ରକ୍ଷ ଇଏ ଭଗବାନ ଶିବଙ୍କ ବିଭୂତି ଭଗବାନ ବିଷ୍ଣୁଙ୍କର ରକ୍ତର ଜନ୍ମାନା ଭକ୍ଷ ଘୋର ସଂଗ୍ରାମ ହେଲା କିଏ କାହାକୁ ପାରିଲା ନାହିଁ ଦେବତା ମାନେ ଆସିଲେ ଭଗବାନ ବିଷ୍ଣୁ ଆସି କହିଲେ ବାବୁରେ କାହିଁକି ଗଣ୍ଡଗୋଳ କରୁଛ କହିଲ ନାହିଁ ତମେ ତ ଯୁଦ୍ଧରେ କିଏ ପାରିବନି ଏ ଯୁଦ୍ଧ ଏମିତି ତମର ଚାଲିଥିବ ଯୁଦ୍ଧରେ କିଏ ପାରିବ ନାହିଁ ସତ୍ୟ ଯୁଗରେ ହେଲେ ରକ୍ଷ ଭକ୍ଷ ପୁଣି ସେ ସତ୍ୟ ଯୁଗରେ କେତୁ ମଙ୍ଗଳ ରୂପରେ ହୋଇଲେ ଜନ୍ମ କେତୁ ମଙ୍ଗଳ ରୂପରେ ଜନ୍ମ ହୁଏ ପୁଣି ସେ ସତ୍ୟ ଯୁଗରେ ଦୁହିଙ୍କ ମଧ୍ୟରେ ଯୁଦ୍ଧ ଲାଗିବ କିଏ ପାରିବନି ସେ ଯୁଗରେ ମଧ୍ୟ କେତୁ ଆଉ ମଙ୍ଗଳ ମଧ୍ୟରେ ମଧ୍ୟ କିଏ ପାରିବ ନାହିଁ ତାପରେ ଆସିବ ତ୍ରେତୟା ତ୍ରେତାରେ କଣ ହେବେ ବାଳି ସୁଗ୍ରୀବ ରୂପରେ ଜନ୍ମ ହେ ସୁଜନୀ ବାଳି ସୁଗ୍ରୀବ ରୂପରେ ଜନ୍ମ ଉପସ୍ଥିତ ମୋର ବିଜ୍ଞ ବନ୍ଧୁ ପ୍ରଥମରେ ହେଲେ ରକ୍ଷ ଭକ୍ଷ ଯୁଦ୍ଧ ସମାପ୍ତ ହେଲାନି ଭଗବାନ ବିଷ୍ଣୁ କହିଥିଲେ ଯେତେବେଳେ ଦ୍ୱାପର ଯୁଗ ଆସିବ ଦ୍ୱାପର ଯୁଗରେ ତୁମ ଯୁଦ୍ଧ ସମାପ୍ତ ହବ ଜଣେ ଜିତିବ ଜଣେ ହାରିବ ତେଣୁ ପ୍ରଥମରେ ରକ୍ଷ ଭକ୍ଷ ହେଲେ ଦ୍ୱିତୀୟରେ କେତୁ ମଙ୍ଗଳ ହେଲେ ତୃତୀୟରେ ବାଳି ସୁଗ୍ରୀ ରୂପରେ ଜନ୍ମ ହେଲେ ଦ୍ୱାପର ଯୁଗରେ କଣ ହେଲେ ଅର୍ଜୁନ କର୍ଣ୍ଣ ରୂପରେ ଯୁଦ୍ଧ ସମାପ୍ତ ହେବ ଦ୍ୱାପର ଯୁଗରେ ଯୁଦ୍ଧ ସମାପ୍ତ ହବ କର୍ଣ୍ଣ ରୂପରେ ଜନ୍ମ ହେବେ ସେଇ ସୁଗ୍ରୀବ ହେବେ ଅର୍ଜୁନ ବାଳି ହେବ କର୍ଣ୍ଣ ପୁରାଣ ମଧ୍ୟରେ ବାବୁ ହୋଇଛି ବର୍ଣ୍ଣନ ପ୍ରଥମରେ ରକ୍ଷ ଭକ୍ଷ ତାପରେ କେତୁ ମଙ୍ଗଳ ତାପରେ ବାଳି ସୁଗ୍ରୀ ତାପରେ କର୍ଣ୍ଣ ଆଉ ଅର୍ଜୁନ ଏହିପରି ଅର୍ଜୁନଙ୍କର ପୂର୍ବଜନ୍ମ ସୁନ୍ଦର ଭାବରେ ଆପଣ ମାନେ ନିକଟରେ ବୁଝାଇ କୁହାଗଲା ଅର୍ଜୁନଙ୍କର ପୂର୍ବଜନ୍ମ ପ୍ରମାଣ ଶୁଣୁଥିଲେ ଇଏ ହଉଛି ଅର୍ଜୁନଙ୍କର ପୂର୍ବ ବୃତ୍ତାନ୍ତ 1870 ରୁ ଦ୍ୱାପର ପର୍ଯ୍ୟନ୍ତ ହେଲା।